Hello students, welcome to this class. This is all about national income accounting. Jatiyo Ayo Akolana. Pilamane, national income means total income of a country, okay, or the total factor income. ମାନେ ଭୂମି ଶ୍ରମ ପୁଞ୍ଜି ସଂଗଠନରୁ ଆସୁଥିବା ମୋଟ ଆୟକୁ ଜାତୀୟ ଆୟ ବୋଲି କୁହାଯାଏ। ଆଚ୍ଛା ପିଲାମାନେ, ଏ ଜାତୀୟ ଆୟ ଚାପ୍ଟରକୁ ଯିବା ପୂର୍ବରୁ ତମେ ମାର୍କେଟ ପ୍ରାଇସ୍ କ'ଣ ବୋଲେ ବଜାର ଦରରେ, ଫ୍ୟାକ୍ଟର ପ୍ରାଇସ୍ କ'ଣ ପ୍ରତିଷ୍ଠାନ ପରିବ୍ୟୟରେ, ଜାତୀୟ ଆୟ କେମିତି ଆକଳନ କରାଯାଏ ଜାଣିବା ବହୁତ ଜରୁରୀ ନାଇଁ କି। ସୋ ଏବେ ଦେଖ, ବଜାର ଦର ବୋଲେ ଦି ମନି ଭ୍ୟାଲ୍ୟୁ ଅଫ୍ କମୋଡିଟିସ୍ ତାକୁ ନିଆହେବ। ଏଠି ଟ୍ୟାକ୍ସ ମିଶିବ ଇନକ୍ଲୁଡିଂ ଫ୍ୟାକ୍ଟର କଷ୍ଟ ନ୍ୟାସନାଲ ଇନକମ୍ କାଉଣ୍ଟ କଲା ବେଳକୁ ଟ୍ୟାକ୍ସ ମିଶିବନି, ୱିଥାଉଟ୍ ଟ୍ୟାକ୍ସ। ସୋ ଦୁଇ ପ୍ରକାର ଜାତୀୟ ଆୟ ଆମେ ଆକଳନ କରୁଛେ। କେମିତି? ଜିଡିପି ଜିଏନପି ମାଧ୍ୟମରେ ଆମେ ଗୋଟେ ମାର୍କେଟ ପ୍ରାଇସ୍ରେ ମାନେ ବଜାର ଦରରେ କାଲକୁଲେଟ୍ କରୁଛେ, ଆଉ ଗୋଟେ ଫ୍ୟାକ୍ଟର କଷ୍ଟରେ କାଲକୁଲେଟ୍ କରୁଛେ। ହେଲେ ବଜାର ଦରରେ ଆମେ କାଲକୁଲେଟ୍ କଲା ବେଳକୁ ଟ୍ୟାକ୍ସେସ୍ ଇନକ୍ଲୁଡ୍ ହେବ ନାଇଁ କି, ଆଉ ଫ୍ୟାକ୍ଟର କଷ୍ଟରେ କଲା ବେଳକୁ ଟ୍ୟାକ୍ସେସ୍ ଇନକ୍ଲୁଡ୍ ହେବ ନାହିଁ। ଏ ଜିନିଷ ମନେ ରଖ ତମେ। ଆଚ୍ଛା, तो व्हाट इज मार्केट प्राइस बोले कौन कौन मनी वैल्यू ऑफ ऑल द फाइनल गुड्स एंड सर्विसेस इट कैलकुलेट हम। फैक्टर कॉस्ट बोले ऑल द कॉस्ट ऑफ प्रोडक्शन जोटी की बिना टैक्स इंक्लूड नो करा है कि इटा करा। ओके स्टूडेंट्स, थैंक यू वेरी मच फॉर वाचिंग। नेक्स्ट जीडीपी जीएनपी पर्सनल इनकम पर्सनल डिस्पोजेबल इनकम एगुड़ा कोई भी। ओके।